ସମସ୍ତେ ଆଜି ପ୍ରଶ୍ନ କରିଛନ୍ତି, ତାର ଉତ୍ତର ବି ଆପଣ ଦେଇଛନ୍ତି। କେମିତି ଦେଖୁଛନ୍ତି ଗୋଟେ ଆପଣଙ୍କୁ ପାଇକି ଗୋଟେ ସୁଯୋଗ ମିଳିଛି କି ସମସ୍ତେ ଆଜି ତୁଣ୍ଡ ଖୋଲିଛନ୍ତି, ପ୍ରଶ୍ନ କରିଛନ୍ତି? ନାଇଁ ସେ କଥା ତ ମୁଁ ଆପଣଙ୍କୁ କହିପାରିବିନି, ସେଟା ଆପଣଙ୍କର ସମୟ ହିଁ କହିବ ଯେ ନିଆଳି ବ୍ଲକର କାର୍ଯ୍ୟପ୍ରଣାଳୀ କେମିତି ହବ। ତାପରେ ମୁଁ ବି ଆଜି ବହୁତ ଖୁସି, ଯାହା ହଉ ଆମର ପଞ୍ଚାୟତ ସଭା ଯେଉଁ ଆମର ବ୍ଲକର ସମସ୍ତ ସମିତି ସଭ୍ୟ, ସରପଞ୍ଚ, ଜିଲ୍ଲା ପରିଷଦ ମେମ୍ବର ସମସ୍ତେ ଆଜି ଯେଉଁ ପ୍ରକାରର ପ୍ରଶ୍ନ, ଯେଉଁ ପ୍ରକାରର ଆଲୋଚନା ହେଲା, ମୋତେ ଗୋଟେ କାହିଁକି ଗୋଟେ ଲାଗୁଥିଲା ଯେ ସବୁ ପ୍ରଶାସନର ଅବହେଳାର ସମସ୍ତେ ଶିକାର ହେଇଛନ୍ତି। କିଛି ଜିନିଷ ରାଜନୈତିକ ଚାପ ମଧ୍ୟ ରହିବ, କିନ୍ତୁ ମ୍ୟାକ୍ସିମମ୍ ହେଉଛି ପ୍ରଶାସନର କିଛିଟା ରହୁଛି, ଯେଉଁଟାକି ଗୋଟେ ପାଣି କଥା ମୁଁ ଉଠେଇଲି। ଆପଣ ଗୋଟେ ଉଦାହରଣ ଦେବେ, ପାଣି ପଞ୍ଚାୟତରେ ସମସ୍ତଙ୍କ ଘରକୁ ପାଣି ଏପର୍ଯ୍ୟନ୍ତ ଯାଇନି। ମୁଁ ଯେତେବେଳେ ପ୍ରଶ୍ନ କଲି ଆମର ତାଙ୍କ ଇଞ୍ଜିନିୟରଙ୍କୁ ଯେ ଆପଣ ଯେଉଁ ପାଣିଟା ଯେଉଁ ଟାଙ୍କି କରୁଛନ୍ତି ସେଟା କିଏ ଇନଷ୍ଟ୍ରକ୍ସନ୍ ଦେଉଛି ନା ଆପଣ ଡିପାର୍ଟମେଣ୍ଟାଲ ମାନେ ବିଭାଗ କିଛି ଅଛି ପ୍ରୋସେସ୍? ସେ ଯାହା ଉତ୍ତର ଦେଲେ ମୋତେ ସେଥିରେ ମୁଁ ସନ୍ତୁଷ୍ଟ ହେଲିନି। କିନ୍ତୁ ଯାହା ଯାହା ଯୋଜନା ଅଛି ସମସ୍ତଙ୍କୁ ମୁଁ କହିଛି ଗୋଟିଏ କଥା, ଆଉ ମୋ ପାଇଁ ଗୋଟେ ବଡ଼ ଖୁସିର ବିଷୟ, ନିଆଳି ନିର୍ବାଚନ ମଣ୍ଡଳୀର ଜନସାଧାରଣ ମୋତେ ଯେଉଁ ସୁଯୋଗ ଦେଇଛନ୍ତି ଆଜି ନିଆଳିରେ ଗୋଟେ ସେବା କରିବା ପାଇଁ ସମସ୍ତଙ୍କର, ମୁଁ ବି ସମସ୍ତଙ୍କୁ କହିଛି ଯେ ଦଳ ମତ ନିର୍ବିଶେଷରେ ସରକାର ଯେଉଁ ଯୋଜନା ସବୁ କରୁଛନ୍ତି ସେ ପ୍ରକୃତ ହିତାଧିକାରୀ ପାଖକୁ ଯାଉ, ଏବଂ ମୁଁ ବି ମଧ୍ୟ ନିଜେ ତାକୁ ଅନୁସନ୍ଧାନ କରିବି ପ୍ରକୃତ ଲୋକଟି ପାଇଲା କି ନାହିଁ। ମୁଁ ବି ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ କହିଛି ଆପଣମାନେ ବି ନିଜେ ଇନକ୍ୱାରି କରନ୍ତୁ ସେ ପ୍ରକୃତ ଲୋକଟା ପାଇଛି କିମ୍ବା ନାହିଁ। ଆମର ଏନେ ରାଜ୍ୟ ସରକାର 15 ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ପାଇଁ କେନ୍ଦ୍ରକୁ ଲେଖିଛନ୍ତି। ଧର 15 ଲକ୍ଷ ନ ହେଇକି ଯଦି କିଛି କମିଲା ବି, ଯେତିକି ଆସିଲା ଆମ କଟକ ଜିଲ୍ଲାରେ ଯାହା ଭାଗ ପଡ଼ିବ, କଟକ ଜିଲ୍ଲାରୁ ପୁଣି ନିଆଳିକି ଆସିବ, ସେଇ ଯେତିକି ଆସିବ ଘର କି ରାସନ କାର୍ଡ଼ ଯାହା ବି ଆସୁଛି ସେ ହିତାଧିକାରୀ ପ୍ରକୃତ ହିତାଧିକାରୀ ପାଉ। କିନ୍ତୁ ମୁଁ ଦେଖିଲି ଏକଥା କହିଲା ବେଳେ ସମସ୍ତେ ରାଜି, ଆଉ ସମସ୍ତେ ବି ଖୁସି ବ୍ୟକ୍ତ କଲେ, ନାଇଁ ନାଇଁ ଏଇଟା ଭଲ କଥା। ଯେମିତି ରାସ୍ତାଟି ହଉ, ମୁଁ ଗୋଟେ ଗୋଟେ ଜାଗାରେ ଦେଖିଛି ରାସ୍ତାଟା ୱାର୍ଡ଼ରେ ଯାଉଛି, ଯାଇକି ଅଧାରେ ରହିଗଲା, ଆଉ 10ଟା ଘର ରହିଗଲା। ମୁଁ କହିଲି ସେଟା ଯାହା ହେଇଯାଇଛି ସେଗୁଡ଼ାକ ଆଉ ଆମେ ନବା ନାହିଁ ମନ ଭିତରକୁ। ସମସ୍ତେ ହୃଦୟ ଖୋଲିକିରି କାମ କରିବେ। ସାଧାରଣ ଲୋକଟା ସରକାର ଗୋଟେ ଅଛନ୍ତି ବୋଲି ଅନୁଭବ କରନ୍ତୁ। ଆମ ସରକାର, ମୁଁ କହିବି ଆମର ଲୋକାଭିମୁଖୀ ସରକାର, ଆମେ ଲୋକଙ୍କ ପାଖକୁ ଯିବୁ। କେଉଁଠି କେଉଁଠି ପ୍ରଶାସନ ଯଦି ପହଞ୍ଚି ପାରୁନି ପହଞ୍ଚିବେ। ମୁଁ ବି ଆମର ନିଆଳି ବ୍ଲକର ବିଡ଼ିଓ ମହାଶୟଙ୍କୁ ଏବଂ ଅନ୍ୟ ଅଧିକାରୀକି ମୁଁ କହିଛି ଯେ ଆପଣମାନେ ମଝିରେ ମଝିରେ ପଞ୍ଚାୟତ ଟୁର୍ କରନ୍ତୁ, ଲୋକଙ୍କର ଗୋଟେ ୱିକ୍ରେ ଗୋଟେ ଦିନ ଟାଇମ୍ ରଖନ୍ତୁ ଯେ ବିଭିନ୍ନ ପଞ୍ଚାୟତକୁ ଯାଇକରି ଆପଣ ପଳେଇ ଆସନ୍ତୁ। ତା ଦ୍ୱାରା କ'ଣ ହେବ, ଲୋକ ଆଉ ପ୍ରଶାସନ ପୁରା ସିଧା ମିଶିଲେ। ତେଣୁ ପ୍ରଶାସନ, ଲୋକ ଆଉ ଆମେ ବିଧାୟକ ଯେଉଁମାନେ ପଞ୍ଚାୟତ ସମିତି ସଭ୍ୟ ହେଉ କି ଜିଲ୍ଲା ପରିଷଦ ହେଉ, ସମସ୍ତେ ଗୋଟେ ମିଶିକିରି ଯଦି କାମ କରିବେ ତାହେଲେ ବେଶୀ ଦିନ ନୁହଁ, ଆପଣ ଦେଖିବେ ନିଆଳି ନିର୍ବାଚନ ମଣ୍ଡଳୀ ପୁରା ଗୋଟେ ଭାଇଚାରାର ନିର୍ବାଚନ ମଣ୍ଡଳୀ ହେବ। ଏବଂ ମୋର ଯେତିକି ମୁଁ ଏଠି ଦେଖୁଥିଲି ବିଡ଼ିଓ ହେଉ, ତାଙ୍କର ଯେଉଁ ଷ୍ଟାଫ୍ ଅଛନ୍ତି ସମସ୍ତେ ଭଲ, ଆମର ବି ଯେଉଁମାନେ ଜିତିକିରି ଆସୁଛନ୍ତି ସମସ୍ତେ ଭଲ। ସମସ୍ତଙ୍କ ଖାଲି ମିଶିକିରି ଯଦି କାମ ସମସ୍ତେ କରିବେ ତାହେଲେ ନିଶ୍ଚିତ ନିଆଳି ଗୋଟେ ସୁଫଳ ହେବ। ଆମର ହାଟ ବିଷୟରେ ବି, ନିଆଳି ହାଟ ବିଷୟରେ ଆଲୋଚନା ହେଲା, ପହଙ୍ଗା ହାଟ ବିଷୟରେ ବି ଆଲୋଚନା ହେଇଛି। ମୁଁ କହିଛି ସମସ୍ତଙ୍କୁ ନିଆଳି ହାଟ, ପହଙ୍ଗା ହାଟ, ଦୋପଟି ମେଳନ, ସିଠାଳ, ଏରଞ୍ଚ, ଯେତେ ଯେତେ ହାଟ ଅଛି ଆମର, ଯେମିତି କହୁଛି ଛେନା ମଣ୍ଡିଟା ହେବା ପାଇଁ ଜଲାଲପୁରରେ ପ୍ରୟାସ କରାହେଇଛି, ପାନ ମଣ୍ଡି ପାଇଁ ପ୍ରୟାସ କରାହେଇଛି। ତ ଏଇ ସବୁ ଜିନିଷକୁ ନେଇ ଆଲୋଚନା ହେଇଛି। ଆଉ ମୁଁ ବି ବହୁତ ଖୁସି ବ୍ୟକ୍ତ କରୁଛି ଯାହା ସମସ୍ତେ ବି ଗୋଟେ କଥାରେ ରାଜି ହେଇଛନ୍ତି ଯେ ସବୁ କାମ ହେବା ପାଇଁ। ତେଣୁ ମୁଁ ସେମାନେ ସମସ୍ତଙ୍କୁ ବି, ମୁଁ ଆପଣଙ୍କ ମାଧ୍ୟମରେ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି। ଆପଣ ସାଟିସ୍ଫାଏ ଯେତିକି ପିଆର୍ଏମ୍ ମେମ୍ବର ହେଇଯାଆନ୍ତୁ, ଜିଲ୍ଲା ପରିଷଦ ହୁଅନ୍ତୁ, ଆଉ ରହିଲେ ସରପଞ୍ଚ, ଆପଣଙ୍କୁ କେତେ କୋଅପରେଟ୍ କରୁଛନ୍ତି? ନାଇଁ ସେଟା ମୁଁ ଜାଣିନି, ମୁଁ ତ ମାତ୍ର ଏଇ 2 ମାସ ହେଇଛି ଜିତିବାଟା। ଆଜି ଆପଣ କିନ୍ତୁ ଆଜି ତ ମୁଁ ଆଜି ଅନୁଭବ କଲି ସମସ୍ତେ କୋଅପରେଟ୍ କରିଛନ୍ତି। ସମସ୍ତେ ଗୋଟେ ଆମେ ଗୋଟେ ବନ୍ଧୁ ଭାବରେ, ଯେମିତି ଗୋଟେ ସାଙ୍ଗସାଥି ଭଳିଆ ଆମେ ପ୍ରଶାସନ ଏବଂ ଯେଉଁମାନେ ଇଲେକ୍ଟେଡ୍ ମେମ୍ବର, ଆମେ ସମସ୍ତେ ଗୋଟେ ଭାଇଚାରା ଆଜି ସମସ୍ତେ କଥାବାର୍ତ୍ତା ହେଇଛୁ। ଭାବନା ଦେଖିଛନ୍ତି? ନାଇଁ ଦଳୀୟ ଭାବନା କିଛି ନାହିଁ। ମୁଁ ଆପଣଙ୍କ ଆଗରେ ଗୋଟେ ପ୍ରସ୍ତାବ ରଖୁଛି, ଯାହାକି ଗଣମାଧ୍ୟମରେ ବି ଅନେକ ଥର ଆମେ ପ୍ରସାର କରୁଛୁ। ଗୋଟେ ଆଦର୍ଶ ବିଦ୍ୟାଳୟ ରହିଛି, ବାଟଟା ବହୁତ ଖରାପ ରହିଛି, ପିଲାମାନେ 250 ପିଲା ପାଠ ପଢୁଛନ୍ତି। ସେ ବାଟ ପାଇଁ କ'ଣ ଶୁଣନ୍ତୁ, ଭିଡ଼ିଓ ବି କହିଲେ କି R&Dକୁ ହ୍ୟାଣ୍ଡ ଓଭର କରିଦେବେ? ନାଇଁ ନାଇଁ ଭଲ କଥାଟା ଆପଣ ପଚାରିଲେ। ମୋତେ ବି ଆଶ୍ଚର୍ଯ୍ୟ ଲାଗୁଛି, ଆମେ ତ ନୂଆ ଜିତିକିରି ଆସିଲୁ ନା, ସେ ଆଦର୍ଶ ବିଦ୍ୟାଳୟ କିଏ ବୁଝୁଛି?
तांकर किए अछंती से एपर्यंत मो संगे भी तांकर समस्या विषय आलोचना करि नांती वीडियो अछंती मो तांकर स्कूल टीचर माने भी जे तांकर दर प्रधान शिक्षक से माने भी हम कहया कथा तर वीडियो अछंती मो वीडियो को भी कहि गिरी से कहया पूर्व वीडियो को संगे मो आलोचना करि कि तांकर ओडे रास्ता ऑलरेडी बोधे ए 2-4 दिन भितर जोड़ा अच्छी से आरंभ हो जाऊँगी से केते 6 लाख ना केते टका जाइए आमर जो आदर्श विद्यालय में 10 लाख टका आज्ञा 10 लाख टका आम से ऑलरेडी गोटे पैसा कराई व्यवस्था सरपंचर किसी अन्यर किसी करी से माने ताको तैयारी करदे जदि किसी बाकी रहीगला ताको आम चेष्टा करूँ अन्य जगार डाइवर्ट करी आम टंका डाइवर्ट करे सेटा निश्चित रास्ता काम हो को विभाग आपन सैटिस्फाई हेले कि नहीं काम करछन्ती जेमती गोटे पीडीएस रहिला आ गोटे रहिला आपनकर जो पेंशन डिपार्टमेंट जो रहिला से विभागीय अधिकारी आपन सैटिस्फाई कि समान को काम को नहीं कोन हला पेंशन दौरान पीडीएस जो विभाग जो अधिकारी रही कार्यकारी माने कार्यकारिता केमती रही तो समस्त सहित पीडीएस जोड़ा आसूँ आम पर्टिकुलर निर्देश देचु जे चाउल जे जी पाइबा कथा से चाउल पातु कौट कटनी छटनी न हो जदि किसी कहार मुझे समस्त कही जदि किसी कटनी छटनी है ताहले से आमको जनातु आउ एमआई भी आमर कहले आम दृढ़ कार्यानुष्ठान निश्चित भाव में ने सबुठ गोटे मत साटिस्फाए मुझे आरडब्ल्यूएस पीडब्ल्यू जो कार्यधारा मु देखिली पीडब्ल्यू कहीं नथिले आरडी भी ये कहीं नथिले मु वीडियो को पचारची कार्यानुष्ठान हम कहीं जो समस्त इलेक्टेड मेंबर जो आसी नियाली ब्लॉक अच्छा विधायक अच्छा सांसद अच्छा समस्त सरपंच समिति सभ्य जिला परिषद समस्त केमी अधिकारी मैंने आसिलेनी कौन कारण कहीं पीडब्ल्यू एटी मान भी कामर मान भी खराब कौन सी जगार नियाली निर्वाचन मंडल में कौन सी जगार पीडब्ल्यू काम प्रोग्रेस ना काम अल्प करके छाड़ी देती लोक मैंने नाना समस्यार ये होती मु भी निजे आमर जो वर्क्स मिनिस्टर अच्छा माननीय पृथ्वीराज भाई को मु कहीकि भी फोन कर काम को जल्दी सार मो निज तरफ चीफ इंजीनियर को भी चिठी है पीडब्ल्यू चिठी है आ सत्वे भी जब न करेंगे मुझे विभाग को कही आपण मैंने तुरंत कार्यानुष्ठान ग्रहण कर लाइसेंस को ब्लैकलिस्टेड कर आउ थे टेंडर करें आउ थे कम करने निर्देश देती तेणुक पानीटा पानी जो रोचे जो आमर इच्छा अच्छी प्रत्येक घर लोक पानी पीवा पाइबे मु साटिस्फाई न आरडब्ल्यूएस जो काम करुच्ची पीडब्ल्यू जो काम कर आदौ बिल्कुल मुझे जो मैंने काम न करेंगे कार्यानुष्ठान आपड़ शुणु कार्यानुष्ठान तो चाकरिया जिनस गोटे दिन निया हुए मुझे प्रोसेस अच्छी तार गोटे प्रोसेस रही मु चिट्ठी करुच्ची सी चिठीर से धीरे धीरे रिप्लाई दे पाना मो चिट्ठी लेटर नंबर डेटेड अच्छी तापर तांको विरुद्ध रे कोन कार्यानुष्ठान हेई परबो से व्यवस्था मु निश्चित भाव करिवो। एनके मीडिया लाइक शेयर एंड सब्सक्राइब।